ओम नमो भगवते हनुमते अंजनी सूत वीरनुमान रामदूत तिलुत बलधाम सर्वभयहरणं देवं कालभय विनाशनम रक्ष रक्ष महाबहो हनुमान नमस्तुते। ओम हनुमते नमः। ଯେଉଁ ସ୍ତ୍ରୀ ଲୋକମାନଙ୍କୁ କାଳପୁରୁଷ ଆକର୍ଷଣ କରୁଥାଏ ଏବଂ ଗର୍ଭ ଅବସ୍ଥାରେ କାଳପୁରୁଷ ଆକ୍ରମଣ କରେ ତେବେ ଗର୍ଭ ଭାଙ୍ଗି ଯାଇଥାଏ। ସେଥିପାଇଁ ଏହି ଯନ୍ତ୍ରକୁ ଭୁଜପତ୍ରରେ ଲେଖିବେ। ଏହି ଯନ୍ତ୍ରକୁ କୁଙ୍କୁମ ଗୋରଚନା ଗୋଳି ତୁଳସୀ କାଠିରେ ଲେଖିବେ। ସେହି ଯନ୍ତ୍ରକୁ ମଙ୍ଗଳବାର ଦିନ ହନୁମାନ ମୂର୍ତ୍ତି ଯେଉଁଠାରେ ଥିବେ ତାଙ୍କରି ମୂର୍ତ୍ତି ଉପରେ ରଖି ପୂଜା ପାଠ କରିବେ ଏବଂ ଯନ୍ତ୍ର ଆଣି ଗୋଟିଏ ତାବିଜ କିମ୍ବା ଡେଉଁରିଆ ଭିତରେ ହନୁମାନଙ୍କ ଧଣ୍ଡା ଭର୍ତ୍ତି କରି ବାମ ବାହୁରେ ନାଲି ସୂତା ଦ୍ୱାରା ବାନ୍ଧିବେ। ଏହି ଯନ୍ତ୍ର ମାରା ନ ହେବା ପାଇଁ ପୂର୍ଣ୍ଣିମାକୁ ପୂର୍ଣ୍ଣିମା ରାତ୍ରରେ କଞ୍ଚା କ୍ଷୀର ଏବଂ କିମ୍ବା ଗଙ୍ଗା ଜଳରେ ଗୋଟିଏ ତୁଳସୀ ପତ୍ର ପକାଇ ତହିଁରେ ତାବିଜକୁ ଭିଜାଇ ଦେବେ। ତାପରେ ସ୍ନାନ ସାରି ବ୍ୟବହାର କରିବେ। ଯେଉଁ ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରାଯିବ ସେହି ଦିନ ସ୍ତ୍ରୀ ଲୋକ ଗୋବର ଟିକେ ଏବଂ ଘୃତ ଟିକେ ମିଶ୍ରଣ କରି ସର୍ବାଙ୍ଗରେ ଲଗାଇ ହୋଇ ନଦୀରେ କିମ୍ବା ପୋଖରୀରେ ସ୍ନାନ କରି ନୂତନ ଶାଢ଼ୀ ପିନ୍ଧି ହନୁମାନଙ୍କ ନିକଟରେ ନଡ଼ିଆ କଦଳୀ ଗୁଡ଼ ଛେନା ନୈବେଦ୍ୟ କରିବେ। ପୂଜାର ମନ୍ତ୍ରଟି ଓମ୍ ହ୍ରାଂ ନଂ ମ୍ରଂ ପ୍ରଂ ମହାବୀର ହନୁମନ୍ତ ୟସ୍ତାନେ ଆଗଚ୍ଛଂ କୁରୁ କୁରୁ ଭୁରୁ ଭୁରୁ ନମଃ ସ୍ୱାହା। ଏହି ମନ୍ତ୍ରରେ ପୁଷ୍ପ ଧୂପ ଦୀପ ଗନ୍ଧ ମାଲ୍ୟ ଦ୍ୱାରା ପୂଜା କରାଯିବ। ଏହି କ୍ରିୟାରେ କାର୍ଯ୍ୟ କଲେ କୌଣସି ବିପଦ ନଥାଏ ଓ ସଫଳ ହେବ। ପୂଜକ ଦ୍ୱାରା ପୂଜା କରାଯିବ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଗୋଟିଏ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଜଗନ୍ନାଥ।